हाय सांगमाने केमिति अछंती समस्ते आशा करुच्ची समस्ते बहुत भलरे थिबे। आज मु सारला दास को विषय किछि कहबाकू जाउछि। सारला युग ख्रीष्टीय पंचदश शताब्दी ओडिया साहित्य रे सारला युग भावरे गृहीत। एही समय सीमा मध्यरे सारला दास एकमात्र ज्ञात और प्रतिभावान कवि, तेणु तांको नामरे एही युगटी नामित। राजनीतिक विचार रे ओडिया साहित्यर एही काल सूर्यवंश युगर एक अंश विशेष। एही समय रे सूर्यवंशर स्थापयिता सम्राट कपिलेन्द्र देव ख्रीष्टीय 1435 रु 1467 और तदीय पुत्र पुरुषोत्तम देव ख्रीष्टीय 1467 रु 1497 राजत्व करथिले। सारला युगर साहित्य बा सारला साहित्यर आलोचना करिबा कालरे एही युगर सांस्कृतिक अभ्युदय तथा राजनीतिक परिस्थिति संपर्क रे सामान्य आलोकपात करा जाय पारे। सांस्कृतिक अभ्युदय ओडिया साहित्यर मूल पतन ख्रीष्टीय षष्ठ शताब्दी रु चतुर्दश शताब्दी मध्यरे पकाइथिले ओडिया भौमकर, शैलभव, सोमवंश और गंगवंशर नरपतिगण। ख्रीष्टपूर्व प्रथम शताब्दीर कलिंग सम्राट महामेघवाहन खारवेलଙ୍କ समयରୁ ଯେଉଁ ସ୍ଥାପତ୍ୟର ଆୟମାରମ୍ଭ ଏ ଦେଶରେ ହୋଇଥିଲା, ତାହା କ୍ରମଶଃ ବିକଶିତ ହୋଇ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ କାଳରେ ବିସ୍ମୟକର ପରିଣତି ଲାଭ କରିଥିଲା। ସୂର୍ଯ୍ୟବଂଶୀ ରାଜାମାନେ କଳା ଓ ଭାସ୍କର୍ଯ୍ୟ ପ୍ରତି ସମଧିକ ଦୃଷ୍ଟି ଦେଇ ଏହାକୁ ବିକାଶ ପଥରେ ବହୁଦୂର ଆଗେଇ ନେଇଥିଲେ। ଗଙ୍ଗ ନରପତିଗଣ କବିତ୍ୱ ଓ ପାଣ୍ଡିତ୍ୟର ପୃଷ୍ଠପୋଷକତା କରୁଥିଲେ ବିନା ଦ୍ୱିଧାରେ। ମାତ୍ର ଦେଶରେ ସଂସ୍କୃତ ସାହିତ୍ୟ ଅସପତ୍ନ ପ୍ରତିଷ୍ଠା ଲାଭ କରିଥିବାରୁ ଏହି ଦୀର୍ଘକାଳ ମଧ୍ୟରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ପ୍ରାନ୍ତୀୟ ଭାଷାର ବା ପ୍ରାନ୍ତୀୟ ସାହିତ୍ୟର ଅଭ୍ୟୁଦୟ ସମ୍ଭବ ହୋଇପାରି ନଥିଲା। ଦେଶରେ ସଂସ୍କୃତ ସାହିତ୍ୟାଦର୍ଶ ଶିଷ୍ଟ ସମାଜ ପ୍ରଣିଧାନର ବିଷୟ ଥିଲା। ସୂର୍ଯ୍ୟବଂଶର ଶାସକମାନେ କେବଳ ସଂସ୍କୃତର ପୃଷ୍ଠପୋଷକତା କରୁନଥିଲେ, ସଂସ୍କୃତରେ ଅସାଧାରଣ ପାଣ୍ଡିତ୍ୟର ଅଧିକାରୀ ମଧ୍ୟ ଥିଲେ। ସେମାନଙ୍କ ରାଜସଭା ସଂସ୍କୃତଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ମଣ୍ଡିତ ହୋଇଥିଲା। କପିଳେନ୍ଦ୍ର ଓ ପୁରୁଷୋତ୍ତମ ଉଭୟ ବିଦ୍ୱୋତ୍ସାହୀ ଥିଲେ। କପିଳେନ୍ଦ୍ର ଦେବ ନିଜେ ପରଶୁରାମ ବ୍ୟାଯୋଗ ନାମକ ଏକ ସଂସ୍କୃତ ନାଟକ ରଚନା କରି ସ୍ୱପାଣ୍ଡିତ୍ୟ ଓ ସାହିତ୍ୟ ରସିକତାର ପରିଚୟ ଦେଇଥିଲେ। ଏହାର ମଙ୍ଗଳାଚରଣରେ ବିଷ୍ଣୁ, ଶିବ ଓ ଜଗନ୍ନାଥଙ୍କ ବନ୍ଦନା ଗାନ କରାଯାଇଛି। ପରଶୁରାମଙ୍କ ଦ୍ୱାରା କାର୍ତ୍ତିବୀର୍ଯ୍ୟାର୍ଜୁନ ବଧ ହୋଇଥିବା ବିଷୟ ଏଥିରେ ବର୍ଣ୍ଣିତ। ପରଶୁରାମଙ୍କ ଦ୍ୱାରା କାର୍ତ୍ତିବୀର୍ଯ୍ୟାର୍ଜୁନ ବଧ ହୋଇଥିବା ବିଷୟ ଏଥିରେ ବର୍ଣ୍ଣିତ। କେଉଁଥିରେ ନା ପରଶୁରାମ ବ୍ୟାଯୋଗରେ। ନିଜେ ଓଡ଼ିଆ ଥିବାରୁ ମାତୃଭାଷା ପ୍ରତି ତାଙ୍କର ପ୍ରଗାଢ଼ ସହାନୁଭୂତି ଥିଲା। ଏଣୁ ଏଥିରେ ସେ ସଂସ୍କୃତ ସଙ୍ଗୀତ ପରିବର୍ତ୍ତେ ଏକ ଓଡ଼ିଆ ସଙ୍ଗୀତର ସଂଯୋଜନା କରିଥିଲେ। ଅମର ରାଗରେ ରଚିତ ଏହି ସଙ୍ଗୀତଟି ରାଣୀ ଚନ୍ଦ୍ରବଦନାଙ୍କ ମୁଖରେ ଦିଆଯାଇଛି। ପୁରୁଷୋତ୍ତମ ଦେବ ବିଷ୍ଣୁ ଭକ୍ତି କଳ୍ପଦ୍ରୁମ ନାମକ ମାଳିକା ପ୍ରଭୃତି ଗ୍ରନ୍ଥ ରଚନା କରିଥିଲେ। କିଏ ନା ପୁରୁଷୋତ୍ତମ ଦେବ ବିଷ୍ଣୁ ଭକ୍ତି କଳ୍ପଦ୍ରୁମ ନାମ ମାଳିକା ପ୍ରଭୃତି ଗ୍ରନ୍ଥ ରଚନା କରିଥିଲେ। ତାଙ୍କ ସମୟରେ ସଭା ପଣ୍ଡିତ ରାୟ ଦିବାକର ମିଶ୍ର ଅଭିନବ ଗୀତଗୋବିନ୍ଦ, ଅଭିନବ ବେଣୀ ସଂହାର, ଭରତାମୃତ ମହାକାବ୍ୟ, ଧ୍ରୁବଚରିତ, ରସମଞ୍ଜରୀ, ପାରିଜାତ ହରଣ ନାଟକ ଓ ହରିଚରିତ ଚମ୍ପୁ ରଚନା କରିଥିବା ଜଣାଯାଏ। କପିଳେନ୍ଦ୍ର ଦେବଙ୍କ ରାଜତ୍ୱ କାଳରେ ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟ ସୃଷ୍ଟି ହେବାର ବହୁ କାରଣ ରହିଛି। ନବମ ଦଶମ ଶତାବ୍ଦୀରେ ବୌଦ୍ଧ ସହଜିଆମାନଙ୍କର ଉଦାର ଧର୍ମନୀତି ସାମାଜିକ ଜୀବନକୁ ପ୍ରାୟ ଅନ୍ତଃସାରଶୂନ୍ୟ କରିଦେଇଥିଲା। 1100-1200 ଶତାବ୍ଦୀରେ ଗଙ୍ଗବଂଶର ଅଭ୍ୟୁତ୍ଥାନରେ ଏହି ଦୁରାବସ୍ଥା କିଞ୍ଚିତ୍ ପରିମାଣରେ ଦୂର ହୋଇଥିଲେ ମଧ୍ୟ 1400 ଶତାବ୍ଦୀ ବେଳକୁ ଗଙ୍ଗବଂଶ ରାଜାମାନେ ଦୁର୍ବଳ ହୋଇପଡ଼ିଥିଲେ ଏବଂ ଦେଶର ରାଜନୀତିକ ଜୀବନ ପୁନର୍ବାର ଅସ୍ଥିରତାରେ ପୂର୍ଣ୍ଣ ହୋଇଉଠିଲା।
ଏହି ସମୟରେ କପିଳେନ୍ଦ୍ର ଦେବ ଓଡ଼ିଶାର ସିଂହାସନ ଅଧିକାର କରି ଦେଶରେ ଶାନ୍ତିପୂର୍ଣ୍ଣ ବାତାବରଣ ଫେରାଇ ଆଣିବା ଚେଷ୍ଟାରେ ସଫଳ ହୋଇଥିଲେ। ଏହା ଫଳରେ ଦୀର୍ଘକାଳର ଅସ୍ଥିରତା ଦୂର ହେଲା ଏବଂ ଓଡ଼ିଆମାନେ ସାହିତ୍ୟ, ଶିଳ୍ପ, ବାଣିଜ୍ୟ ଇତ୍ୟାଦିର ଉନ୍ନତି ନିମିତ୍ତ ଯତ୍ନବାନ ହୋଇପଡ଼ିଲେ। ସୌଭାଗ୍ୟବଶତଃ କପିଳେନ୍ଦ୍ର ଦେବ ଥିଲେ ଓଡ଼ିଆ ମାଟିର ସନ୍ତାନ। ତାଙ୍କ ପୂର୍ବରୁ ଶାସନ କରୁଥିବା ସୋମବଂଶ କୋଶଳରୁ ଏବଂ ଗଙ୍ଗବଂଶ ଆନ୍ଧ୍ର ଅଞ୍ଚଳରୁ ଆସିଥିଲେ। ପୂର୍ବବର୍ତ୍ତୀ ଶାସନ କାଳ ଅପେକ୍ଷା କପିଳେନ୍ଦ୍ର ଦେବଙ୍କ ସ୍ଥାପିତ ସୂର୍ଯ୍ୟବଂଶର ଶାସନ କାଳରେ ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ଅଧିକ ଅନୁକୂଳ ବାତାବରଣ ସୃଷ୍ଟି ହେବା ସ୍ୱାଭାବିକ। ପୁନଶ୍ଚ କପିଳେନ୍ଦ୍ର ଦେବ ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରି ଓଡ଼ିଆମାନଙ୍କ ମନରେ ନବଚେତନା, ଉଦ୍ଦୀପନା, ଆଶା ଓ ଆକାଂକ୍ଷା ଜାଗ୍ରତ କରିଥିଲେ ଏବଂ ସେମାନଙ୍କ ଭୌଗୋଳିକ ଦୃଷ୍ଟିକୁ ସମ୍ପ୍ରସାରିତ କରିଥିଲେ। ଏଣୁ ତାଙ୍କ ରାଜତ୍ୱ କାଳ ହିଁ ଓଡ଼ିଆ ସାହିତ୍ୟର ଅଭ୍ୟୁଦୟ ପାଇଁ ଏକାନ୍ତ ଅନୁକୂଳ ଥିଲା। ପୁନଶ୍ଚ ସୂର୍ଯ୍ୟବଂଶୀ ଗଜପତି ସମ୍ରାଟ କପିଳେନ୍ଦ୍ର ଦେବଙ୍କ ମାତୃଭାଷା ପ୍ରତି ସ୍ୱତଃ ଆମ ମନରେ ଧାରଣା ଜନ୍ମାଏ ଯେ ସମ୍ଭବତଃ ସାରଳା ଦାସ ନିଜ ଜୀବନର ପ୍ରାକ୍ କାଳରେ ସାହିତ୍ୟପ୍ରେମୀ କପିଳେନ୍ଦ୍ରଙ୍କ ଶୁଭଦୃଷ୍ଟିକୁ ଆସିଅଛନ୍ତି ଏବଂ ରାଜପୃଷ୍ଠପୋଷକତା ଲାଭ କରିଥାନ୍ତୁ ବା ନଥାନ୍ତୁ ନିଜର ତଥା ଗଜପତିଙ୍କ ମାତୃଭାଷାରେ ବିରାଟକାୟ ଗ୍ରନ୍ଥମାନ ରଚନା କରିବାରେ ମନୋନିବେଶ କରିଅଛନ୍ତି। ସାରଳା ଦାସ ଓ ଗଜପତି କପିଳେନ୍ଦ୍ର ଦେବ ଉଭୟ ଅଖ୍ୟାତ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ, ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ଲାଭ କରିଥିଲେ ଏବଂ ଲୋକକଥିତ ଭାଷା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ତେଣୁ ଏମାନଙ୍କ ମଧ୍ୟରେ ସହୃଦୟତା ସ୍ଥାପିତ ହେବା ସ୍ୱାଭାବିକ। ଏହି ସୁବିଧା ହୁଏତ ପ୍ରାନ୍ତୀୟ ଭାଷାରେ ଗ୍ରନ୍ଥ ରଚନା କରିବା ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି କରିଅଛି ଏବଂ ତାର ସୁଯୋଗ ନେଇ ସାରଳା ଦାସ ଆଜି ଶ୍ରେଷ୍ଠ କବିର ଗୌରବ ଅର୍ଜନ କରିଅଛନ୍ତି। ପରିଶେଷରେ କପିଳେନ୍ଦ୍ର ଦେବଙ୍କ ଓଡ଼ିଆ ପ୍ରୀତି ଓଡ଼ିଶାର ଅଗଣିତ ପାଠକଙ୍କୁ ସାରଳା ଦାସଙ୍କ ଓଡ଼ିଆ ମହାଭାରତ ପ୍ରତି ଆକର୍ଷିତ କରିଅଛି ଏବଂ ପରବର୍ତ୍ତୀ କାଳରେ ସାରଳା ଦାସଙ୍କ ପଦାଙ୍କ ଅନୁସରଣ କରି ଅନେକ ଓଡ଼ିଆ କବି ମାତୃଭାଷାରେ କାବ୍ୟ, ପୁରାଣାଦି ଗ୍ରନ୍ଥ ରଚନା କରିବାକୁ ଆଗେଇ ଆସିଛନ୍ତି। ତାପରେ ଆମେ ଦେଖିବା ରାଜନୀତିକ ପରିସ୍ଥିତି। ସାଂସ୍କୃତିକ ଜୀବନ ସହିତ ରାଜନୀତିକ ଅବସ୍ଥାର ନିବିଡ଼ ସମ୍ପର୍କ ରହିଛି। ସାଂସ୍କୃତିକ ଜୀବନର ସ୍ଥିରତା ତଥା ବିକାଶ ପାଇଁ ରାଜନୀତିକ ପରିସ୍ଥିତି ବହୁ ଭାବରେ ଦାୟୀ। ଏଣୁ ଏଠାରେ ଓଡ଼ିଶାର ତତ୍କାଳୀନ ରାଜନୀତିକ ଅବସ୍ଥାର ଏକ ସଂକ୍ଷିପ୍ତ ଚିତ୍ର ପ୍ରଦାନ କରାଯାଇପାରେ। ପଞ୍ଚମ ଶତାବ୍ଦୀରେ ଭାରତର ଅଧିକାଂଶ ଅଞ୍ଚଳ ମୁସଲମାନ ଶାସନାଧୀନରେ ଥିଲାବେଳେ ତାର ବହୁ ପୂର୍ବରୁ ଉତ୍କଳ ଥିଲା ଏକ ସ୍ୱାଧୀନ ହିନ୍ଦୁ ରାଜ୍ୟ। କପିଳେନ୍ଦ୍ର ଦେବ ଖ୍ରୀଷ୍ଟୀୟ 1435ରୁ 1467 ଙ୍କ ପୂର୍ବରୁ ଓଡ଼ିଶାରେ ଗଙ୍ଗବଂଶର ରାଜାମାନେ ଶାସନ କରୁଥିଲେ। ଏହି ରାଜାମାନେ ସୁଶାସକ ଥିଲେ ଏବଂ ଦୀର୍ଘ 320 ବର୍ଷ ଶାସନ କରିଥିଲେ। ଏହି ସମୟରେ ଓଡ଼ିଶା ରାଜନୀତିକ, ସାମରିକ, ଅର୍ଥନୀତିକ ଆଦି ଦୃଷ୍ଟିରୁ ଏକ ସମୃଦ୍ଧିଶାଳୀ ହିନ୍ଦୁ ରାଜ୍ୟ ଭାବେ ଭାରତ ତଥା ଭାରତ ବାହାରେ ଖ୍ୟାତି ଅର୍ଜନ କରିଥିଲା। ଏହି ବଂଶର ପ୍ରବଳ ପ୍ରତାପୀ ଚୋଡ଼ଗଙ୍ଗଦେବ ଖ୍ରୀଷ୍ଟୀୟ 1078ରୁ ଖ୍ରୀଷ୍ଟୀୟ 1147 ପର୍ଯ୍ୟନ୍ତ ଦୀର୍ଘ ସମୟ ରାଜତ୍ୱ କରିଥିଲେ। ତୃତୀୟ ଭୀମଦେବଙ୍କ ରାଜତ୍ୱ ସମୟରୁ ଅର୍ଥାତ୍ 13ଶ ଶତାବ୍ଦୀରୁ ବଙ୍ଗର ସୁଲତାନ ଓଡ଼ିଶାକୁ ବାରମ୍ବାର ଆକ୍ରମଣ କରିଥିଲେ। ମାତ୍ର ସମର ନିପୁଣ ଦୁର୍ଦ୍ଧର୍ଷ ଓଡ଼ିଆ ଜାତି ସେମାନଙ୍କୁ ଓଡ଼ିଶାର ସୀମା ଅତିକ୍ରମ କରିବାକୁ ଦେଇ ନଥିଲା। ଲାଙ୍ଗୁଳା ନରସିଂହଦେବ ବଙ୍ଗ ଅଭିଯାନ ଖ୍ରୀଷ୍ଟୀୟ 1241ରୁ 43 କରି ବଙ୍ଗ ନବାବ ତୁଗ୍ରିଲ ତୁଘାନ ଖାଁଙ୍କୁ ପରାସ୍ତ କରିଥିଲେ। ଫଳରେ ବଙ୍ଗଳାର ମେଦିନପୁର, 24 ପ୍ରଗଣା, ହାଉଡ଼ା, ବାଙ୍କୁଡ଼ା ପ୍ରଭୃତି ଅଞ୍ଚଳ ଓଡ଼ିଶାର ଶାସନାଧୀନ ହେଲା। କାଳକ୍ରମେ ଓଡ଼ିଶାର ସାମରିକ ଶକ୍ତି ଦୁର୍ବଳ ହୋଇପଡ଼ିଲା ଓ ଫଳରେ 1361 ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ଶାସକ ଫିରୋଜ ଶାହ ତୁଗଲକ ତୃତୀୟ ଭାନୁଦେବଙ୍କୁ ପରାସ୍ତ କରି ଜଗନ୍ନାଥ ମନ୍ଦିର ଲୁଣ୍ଠନ କରିଥିଲେ। ଏହି ସମୟରେ ଦେଶର ଅଭୂତପୂର୍ବ ଅନ୍ତର୍ବିପ୍ଳବ ଦେଖାଗଲା ଏବଂ ଏହାର ସୁଯୋଗ ନେଇ ସୁଚତୁର ଓ କୌଶଳୀ ସେନାପତି କପିଳ ରାଉତ କପିଳେନ୍ଦ୍ର ଦେବ ରୂପେ ଓଡ଼ିଶାର ସିଂହାସନ ଅଧିକାର କଲେ। କପିଳେନ୍ଦ୍ର ଦେବଙ୍କ ଅଧୀନରେ ଓଡ଼ିଶାର ସାମରିକ ଶକ୍ତି ପୁଣି ବିପୁଳ ଭାବରେ ଗଢ଼ି ଉଠିଲା।
ସେ ସିଂହାସନ ଆରୋହଣ କରିବା ସଙ୍ଗେ ସଙ୍ଗେ ବିଦ୍ରୋହୀ ସାମନ୍ତ ରାଜାମାନଙ୍କୁ ଦମନ କରିଥିଲେ। ଦକ୍ଷିଣରେ ଖେମଣ୍ଡି ସମେତ ଅନ୍ୟ କେତେକ ସାମନ୍ତ ରାଜାଙ୍କ ବିଦ୍ରୋହ ଦମନ କରିବା ନିମନ୍ତେ ସେ ସେମାନଙ୍କ ବିରୋଧରେ 1442 ଖ୍ରୀଷ୍ଟାବ୍ଦରେ ଅଭିଯାନ କରିଥିଲେ। ଯୁଦ୍ଧରେ ଉକ୍ତ ରାଜାମାନେ ପରାଜିତ ହୋଇଥିଲେ ଏବଂ ସେଠାରେ ଶାନ୍ତି ସ୍ଥାପିତ ହୋଇଥିଲା। ସେହି ବର୍ଷ ମହେନ୍ଦ୍ରଗିରି ଅଭିଯାନ ମଧ୍ୟ ତାଙ୍କର ସଫଳ ହୋଇଥିଲା ଏବଂ ସେ ମହେନ୍ଦ୍ରଗିରିଠାରୁ ଆନ୍ଧ୍ରର କୋଣ୍ଡାପାଲି ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ। ଏହି ଅଭିଯାନ କାଳରେ ଆଳି, କନିକା, କୁଜଙ୍ଗ ଆଦି ଅଞ୍ଚଳ ସମେତ ଅନ୍ୟାନ୍ୟ କେତେକ ଅଞ୍ଚଳର ସାମନ୍ତ ରାଜାଗଣ ବିଦ୍ରୋହ ଘୋଷଣା କରିବାରୁ କପିଳେନ୍ଦ୍ର କୋଣ୍ଡାପାଲିଠାରୁ ଫେରିଆସି ଏହି ଅଞ୍ଚଳର ବିଦ୍ରୋହୀମାନଙ୍କୁ ଦମନ କରିଥିଲେ। 1447 ଖ୍ରୀଷ୍ଟାବ୍ଦରେ ସେ କୃଷ୍ଣା ଗୋଦାବରୀ ନଦୀର ଅବବାହିକା ରାଜ୍ୟର କୁଣ୍ଡବିଡୁ ଦୁର୍ଗ ଦଖଲ କରିଥିଲେ। ଏହି ସମୟରେ ବଙ୍ଗର ସୁଲତାନ ନାସିରୁଦ୍ଦିନ ଓଡ଼ିଶାର ଉତ୍ତରାଞ୍ଚଳ ଆକ୍ରମଣ କରିଥିଲେ। ମାତ୍ର କପିଳେନ୍ଦ୍ର ଦେବ 1450 ଖ୍ରୀଷ୍ଟାବ୍ଦରେ ତାଙ୍କୁ ଯୁଦ୍ଧରେ ପରାସ୍ତ କରି ଗୌଡ଼େଶ୍ୱର ଉପାଧିରେ ଭୂଷିତ ହୋଇଥିଲେ। 1458 ଖ୍ରୀଷ୍ଟାବ୍ଦରେ ଦକ୍ଷିଣର ଅନ୍ୟ ଏକ ସୁଦୃଢ଼ ଦୁର୍ଗ ଦେବରକୋଣ୍ଡା ଓ ୱାରଙ୍ଗଲ ଦୁର୍ଗ ସେ ଅଧିକାର କରିଥିଲେ। 1456 ଖ୍ରୀଷ୍ଟାବ୍ଦରେ ବିଜୟନଗର ସାମ୍ରାଜ୍ୟାଧୀନ ଥିବା ତାମିଲଭାଷୀ ଅଞ୍ଚଳର ଉଦୟଗିରି ଓ ଚନ୍ଦ୍ରଗିରି ନାମକ ପ୍ରଦେଶଦ୍ୱୟ ଅଧିକାର କରି ସେ କାଞ୍ଚିନଗର, ଯେଉଁଟାକି ଆଧୁନିକ କାଞ୍ଚିବରମ ମଧ୍ୟ ଦଖଲ କରିଥିଲେ। 1458 ଖ୍ରୀଷ୍ଟାବ୍ଦରେ ହୁମାୟୁନ ଦିଲ୍ଲୀର ନବାବ ସୁଲତାନ ହେଲେ। ତାଙ୍କ ସୈନ୍ୟମାନେ ସେନାପତି ଜଲାଲ ଖାଁଙ୍କ ନେତୃତ୍ୱରେ ବହୁଦିନ ପର୍ଯ୍ୟନ୍ତ ଦେବରକୋଣ୍ଡା ଦୁର୍ଗ ଅଧିକାର କରିଥିଲେ। ଏହି ସମୟରେ ଦକ୍ଷିଣର ବେଲାମବଂଶୀ ହିନ୍ଦୁ ରାଜାମାନଙ୍କ ନିମନ୍ତ୍ରଣ ରକ୍ଷା କରି କପିଳେନ୍ଦ୍ର ଦେବ ଜଲାଲ ଖାଁଙ୍କୁ ଆକ୍ରମଣ କଲେ ଏବଂ ପରାସ୍ତ କଲେ। ପୁନଶ୍ଚ 1459 ଖ୍ରୀଷ୍ଟାବ୍ଦରେ ସେ ବାହାମନିର ସୁଲତାନ ଦ୍ୱିତୀୟ ଆଲାଉଦ୍ଦିନ ଅହମଦଙ୍କୁ ଦେବରକୋଣ୍ଡାଠାରେ ପରାସ୍ତ କରିଥିଲେ। ପରାଜିତ ବାହାମନିର ସୁଲତାନ ତାଙ୍କୁ କାଲବର୍ଗ ଅଞ୍ଚଳ ପ୍ରଦାନ କରିଥିଲେ ଓ ତାଙ୍କ ସହିତ ସନ୍ଧି ସ୍ଥାପନ କରିଥିଲେ। ସେହି ଦିନଠାରୁ କପିଳେନ୍ଦ୍ର ଦେବଙ୍କ ପ୍ରଶସ୍ତିରେ କଳବର୍ଗେଶ୍ୱର ଉପାଧି ସଂଯୋଜିତ ହୋଇଥିଲା। ଏହି ସମୟରେ ଉତ୍କଳୀୟ ସୈନ୍ୟମାନେ ଉତ୍ତରରେ ଗଙ୍ଗାଠାରୁ ଆରମ୍ଭ କରି ଦକ୍ଷିଣରେ ରାମେଶ୍ୱରମ ପର୍ଯ୍ୟନ୍ତ ଜୟ କରି ଉତ୍କଳ ସାମ୍ରାଜ୍ୟକୁ ସୁଦୃଢ଼ କରିପାରିଥିଲେ। ଏହି ମହାପରାକ୍ରମୀ ଓଡ଼ିଆ ବୀରଙ୍କର ଅକାଳ ବିୟୋଗ ଘଟିନଥିଲେ ସେ ସମଗ୍ର ଭାରତବର୍ଷରେ ଏକ ବିଶାଳ ହିନ୍ଦୁ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ନିମନ୍ତେ ସମର୍ଥ ହୋଇଥାନ୍ତେ। କପିଳେନ୍ଦ୍ର ଦେବଙ୍କ ରାଜତ୍ୱକାଳ ଯୁଦ୍ଧ ଘନଘଟାରେ ପରିପୂର୍ଣ୍ଣ। ଏଣୁ ଦେଶରେ ବେଶୀ ସମୟ ପାଇଁ ରାଜନୀତିକ ସ୍ଥିରତା ନଥିଲା। ତଥାପି ପ୍ରଜାଗଣ ସୁଖ ଶାନ୍ତିରେ କାଳାତିପାତ କରୁଥିଲେ। ପ୍ରାୟ ସର୍ବଦା ଯୁଦ୍ଧରେ ବ୍ୟସ୍ତ ଥିଲେ ମଧ୍ୟ କପିଳେନ୍ଦ୍ର ଦେବ ଦେଶର ସାଧାରଣ ଉନ୍ନତିମୂଳକ କାର୍ଯ୍ୟରେ ଅବହେଳା କରିନଥିଲେ। ଦେଶର ପ୍ରଜାଗଣ ଯେପରି ସୁଶାସନରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଯଥାର୍ଥ ଧ୍ୟାନ ଦେବାକୁ ସେ ସାମନ୍ତ ରାଜାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କପିଳେନ୍ଦ୍ର ଦେବଙ୍କ ପରେ ତାଙ୍କ ପୁତ୍ର ପୁରୁଷୋତ୍ତମ ଦେବ ସିଂହାସନ ଆରୋହଣ କଲେ। 1467 ଖ୍ରୀଷ୍ଟାବ୍ଦରେ ସେ 1497 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ପିତା କପିଳେନ୍ଦ୍ରଙ୍କ ଭଳି ସେ ଦିଗ୍ବିଜୟୀ ସମ୍ରାଟ ଥିଲେ। 1470 ଖ୍ରୀଷ୍ଟାବ୍ଦରେ ସେ କାଞ୍ଚି ଅଭିଯାନ କରିଥିଲେ। ଯୁଦ୍ଧରେ କାଞ୍ଚିର ରାଜା ସାଲୁ ନରସିଂହଙ୍କୁ ପରାସ୍ତ କରି ସେ ତାଙ୍କ କନ୍ୟା ପଦ୍ମାବତୀ ବା ରୂପାମ୍ବିକାଙ୍କୁ ବିବାହ କରିଥିଲେ। ସେ ଗୋଦାବରୀ ଓ କୃଷ୍ଣା ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳରୁ ବାହାମନି ରାଜ୍ୟର ପ୍ରଭାବ ଦୂର କରି କୋଣ୍ଡାବିଡୁ ଦୁର୍ଗ ଅଧିକାର କରିଥିଲେ। ପୁରୁଷୋତ୍ତମ ଦେବ ସୁଶାସକ ଥିଲେ ଏବଂ ଯୁଦ୍ଧ ବିଗ୍ରହରେ ସର୍ବଦା ବ୍ୟସ୍ତ ଥିଲେ ହେଁ ଆଭ୍ୟନ୍ତରୀଣ ଶାସନରେ କଦାପି ଅବହେଳା କରିନଥିଲେ। ମୋଟାମୋଟି ଭାବରେ ସାରଳାକାଳୀନ ଓଡ଼ିଶାର ରାଜନୀତିକ, ସାମାଜିକ ତଥା ସାଂସ୍କୃତିକ ଅବସ୍ଥାର ଉନ୍ନତି ଘଟିଥିଲା। ରାଜନୀତିକ ପରିସ୍ଥିତି ସାଂସ୍କୃତିକ ଜୀବନର ବିକାଶ ନିମନ୍ତେ ସମ୍ପୂର୍ଣ୍ଣ ଅନୁକୂଳ ଥିଲା। ତତ୍କାଳୀନ ଉତ୍ତର ଭାରତର ହିନ୍ଦୁ ସମାଜ ଯେପରି ମୁସଲମାନ ଶାସନଜନିତ ସଙ୍କଟ ଓ ଅଶାନ୍ତିର ସମ୍ମୁଖୀନ ଥିଲା, ଉତ୍କଳୀୟ ସମାଜର ସେପରି ଅସୁବିଧା ନଥିଲା। ସମଗ୍ର ଦେଶ କପିଳେନ୍ଦ୍ର ଓ ପୁରୁଷୋତ୍ତମଙ୍କ ଭଳି ମହାପ୍ରତାପୀ ସୁଶାସକ, ବିଦ୍ୱୋତ୍ସାହୀ ଓ ପ୍ରଜାନୁରଞ୍ଜକ ଶାସକ ପାଇ ସୁଖ, ଶାନ୍ତି ଓ ଐଶ୍ୱର୍ଯ୍ୟ ଉପଭୋଗ କରୁଥିଲେ।